ମା ଆମେ ଆଲୋଚନା କରୁଛନ୍ତି ମାତୃ ରଚନାବଳୀ ଭାଗ 10 ଜ୍ଞାନ 117 ରୁ 121। ପରମ ବା ସଚିଦାନନ୍ଦ ସିଏ ଆମ ଭିତରେ ଯୋଉ ସ୍ପନ୍ଦିତ ହଉଛନ୍ତି, ସିଏ ଯେତେବେଳେ କାର୍ଯ୍ୟ କରିବାକୁ ଯାଉଛନ୍ତି, ଆମର ବାହାରର ଅପ୍ରସ୍ତୁତି ବାହ୍ୟ ସତ୍ତାର ସେ ତାକୁ ପ୍ରତିରୋଧ କରେ। ତା ଫଳରେ କଣ ହୁଏ, ସେଇଟା ବିକୃତ ହେଇଯାଏ। ଇଏ ହେଲା ଗୋଟିଏ କଥା। ଏବଂ ସେଇଟା କେମିତି ବିକୃତ ନହବ ଏବଂ କିଏ ଆମକୁ ସାହାଯ୍ୟ କରେ, ସେ ପରମଙ୍କର ଯୋଉ ସ୍ପନ୍ଦନକୁ ଚିହ୍ନିବା ପାଇଁ, ସେ କଥା ସେ କହିଲେ କହିଲେ ଅଭିପ୍ସା ଆଉ ଅଟଳ ବିଶ୍ୱାସ ଏବଂ ତାଙ୍କ ଉପରେ ପୂର୍ଣ୍ଣ ଆସ୍ଥା, ଏଇ ତିନୋଟି ହଉଛନ୍ତି ସମଞ୍ଜସକାରିଣୀ ଶକ୍ତି। ତା ଫଳରେ କଣ ହବ ନା ପରମଙ୍କୁ ଚିହ୍ନିବା ପାଇଁ ଆମ ଭିତରେ ଟିକେ ଟିକେ ସାମର୍ଥ୍ୟ ଆସିବ ଏବଂ ଆମର ଏ ଯୋଉ ସ୍ୱୀକୃତି ରହିଲେ ତାହେଲେ ସେ କାର୍ଯ୍ୟ କରିପାରନ୍ତି। ସିଧାସଳଖ କଥା କହୁଛି, ଯଦି ମୁଁ ସ୍ୱୀକୃତି ଦଉନାହିଁ ତେବେ ସେ କାର୍ଯ୍ୟ କରିପାରିବେ ନାହିଁ। ସେତେବେଳେ ମଣିଷ ଦୋଷ ଦିଏ ଭଗବାନ। ହେଲା। ଆଉ ଗୋଟେ କଥା, ଯୋଉ କଥାଟି ଯୋଉଟା ତମେ ଆଗରୁ ପ୍ରଶ୍ନ କରିଥିଲ, ସେ ପ୍ରଶ୍ନର ଉତ୍ତରଟା ଭିତରେ ଉତ୍ତର ହେଲା ଯେ ଯୋଉମାନେ ଜାଣିଥାନ୍ତି ସେମାନେ କାହିଁକି କହନ୍ତି ନାହିଁ। ମା ସେଠି କହିଲେ, ପ୍ରଥମେ କହିଲେ କହି ହୁଏ ନାହିଁ, ତାପରେ କହିଲେ କହିବା କଦାପି ଉଚିତ ହୁଏ ନାହିଁ। ଏବଂ ସେତେ କାରଣ କଣ କହିଲେ ନା ବୃହତ୍ତର କରୁଣା ତାକୁ ଅଟକାଏ କହିବା ପାଇଁ। ତା ଆଗରେ ତାକୁ ଅଟକେଇ ଦିଏ। ତା ଭବିଷ୍ୟତ ଯଦି ବି ସେ ଦେଖିଥାଏ, ଯଦି ସେ କହିବାକୁ ଚେଷ୍ଟା କରେ, ତେବେ ସେ ତାକୁ ଅଟକେଇ ଦିଏ କହିବା ପାଇଁ। ଏତିକି ଆମେ ଅ, ଯଦି ସର୍ଟ ରେ ଗୋଟେ ଦିଟା ଲାଇନରେ ବୁଝିବା, ଏତିକି ହଉଛି କଥା। ରଖିବା।